मो प्रिय माने प्रभु जीसुଙ୍କ नामରେ ଅଭିନନ୍ଦନ ଜଣାଉଛି। ଆପଣମାନେ ଭଲ ଅଛନ୍ତି? ମୋ ପଛ ଭାଗରେ ଆପଣ ଏକ କପ୍ତାକୁ ଦେଖୁଥିବେ ନା? ତାହା ସତେ ଯେପରି ଆକାଶରୁ ସେ ଅବତରଣ କରୁଛି। ସେଠାରେ ଏକ ବାକ୍ୟ ଲେଖା ହୋଇଅଛି, ଯେବେ ପବିତ୍ର ଆତ୍ମା ଅବତରଣ କରିବେ ତୁମ୍ଭେମାନେ ସମସ୍ତେ ଶକ୍ତି ପାଇବ। ବାଇବଲରେ ଆମ୍ଭେମାନେ ଦେଖିବାକୁ ପାଉ ପବିତ୍ର ଆତ୍ମା କୋପତ ପରି ଈଶ୍ୱରଙ୍କ ପୁତ୍ରଙ୍କ ଉପରେ ଅଧିଷ୍ଠାନ କଲେ। ଏଣୁ ତାହା ମନରେ ଆଣିଦେବା ନିମନ୍ତେ ଆମ୍ଭେମାନେ ଏହିପରି ଚିତ୍ରାଙ୍କନ କରିଅଛୁ। ପବିତ୍ର ଆତ୍ମାଙ୍କ ଏକାନ୍ତ ବାସନା ଯେ ଆମ୍ଭେମାନେ ତାହାଙ୍କ ଶକ୍ତିକୁ ଜୀବନରେ ଲାଭ କରୁ। ସେହି ଶକ୍ତିକୁ ଲାଭ କରିବା ନିମନ୍ତେ ପାଇବା ନିମନ୍ତେ ଅର୍ପଣ କରିବାକୁ ପଡ଼େ। ଆଜି ପରମେଶ୍ୱର ବାକ୍ୟ ଦ୍ୱାରା ଆମମାନଙ୍କ ସହିତ କଥା ହେବାକୁ ଚାହାନ୍ତି। ପ୍ରଥମ ସାମୁଏଲ 26 ଅଧ୍ୟାୟ 25 ପଦ। ଏକ ମନୁଷ୍ୟ ଆଉ ଗୋଟିଏ ମନୁଷ୍ୟ ସମ୍ବନ୍ଧରେ ଏପରି କହନ୍ତି, ହେ ଆମ୍ଭପୁତ୍ର ଦାଉଦ, ତୁମ୍ଭେ ଧନ୍ୟ, ତୁମ୍ଭେ ମହତ୍ କର୍ମ କରିବ ଓ ଅବଶ୍ୟ କୃତ କାର୍ଯ୍ୟ ହେବ। ଅତି ସୁନ୍ଦର ଈଶ୍ୱରଙ୍କ ବାକ୍ୟ। ଶାଉଲ ରାଜା ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଅଭିଷିକ୍ତ ଏକ ବ୍ୟକ୍ତି ଥିଲେ। ଶାଉଲ ନିଶ୍ଚିତ ଈଶ୍ୱରଙ୍କ ଇଚ୍ଛାଠାରୁ ଦୂରକୁ ଚାଲିଗଲେ। ନିଜ ଇଚ୍ଛାନୁସାରେ ଜୀବନ ଯାପନ କରିବାରୁ ପରମେଶ୍ୱର ତ୍ୟାଗ କଲେ। ସେମାନଙ୍କ ମନରେ ଏହି ଚିନ୍ତା ଥିଲା, ଶାଉଲଙ୍କୁ ପରମେଶ୍ୱର ଆପଣା ଆତ୍ମାଙ୍କ ଦ୍ୱାରା ଅଭିଷେକ କରିଥିଲେ। ସେ ପରମେଶ୍ୱରଙ୍କ କାର୍ଯ୍ୟକୁ ସମ୍ପନ୍ନ କଲେ। ଏଥିନିମନ୍ତେ ଦାଉଦ ତାହାଙ୍କୁ ସମ୍ମାନ ଦେଲେ। ଦାଉଦଙ୍କୁ ମାରିବା ପାଇଁ ସେ ଉଦ୍ୟମ କଲେ। କିନ୍ତୁ ପରବର୍ତ୍ତୀ ସମୟରେ ଶାଉଲ କହନ୍ତି, ତୁମେ ଈଶ୍ୱରଙ୍କଠାରୁ ଆଶୀର୍ବାଦ ପାତ୍ର। ଶାଉଲ ଶତ୍ରୁ, କିନ୍ତୁ ତାଙ୍କ ମୁଖରୁ ଏହା ଉଦ୍ଗାରିତ ହେଲା। ବେଳେବେଳେ ଯେଉଁମାନେ ଆପଣଙ୍କୁ ବିରୋଧ କରନ୍ତି ତାଙ୍କ ମୁଖରୁ ପ୍ରଭୁ ଭାବବାଣୀ କୁହାଇବେ। ଯେଉଁମାନେ ଆପଣଙ୍କ ବିନାଶ ସର୍ବଦା ଚାହୁଁଥିବେ ସେମାନଙ୍କ ଜିହ୍ୱାରୁ ପରମେଶ୍ୱର ଆଶୀର୍ବାଦର ବାକ୍ୟ ପଠାଇବେ, ତାହା ନିଶ୍ଚୟ ସଫଳ ହେବ। ଯାହାଙ୍କୁ ସେ ମାରିଦେବା ପାଇଁ ଚାହୁଁଥିଲେ ସେହି ଦାଉଦଙ୍କ ଅନାଇ ସେ କହିଲେ, ଈଶ୍ୱରଙ୍କ ଆଶୀର୍ବାଦ ତୁମ୍ଭ ଉପରେ ଅଛି। ସେ ଈଶ୍ୱରଙ୍କ ଦ୍ୱାରା ଅଭିଷିକ୍ତ ରାଜା ଅଟନ୍ତି, ଏଣୁ ସେ ନିଜେ ସକଳ ବିଷୟ ବୁଝିପାରନ୍ତି। ସେ କହୁଛନ୍ତି, ତୁମ୍ଭେ ଆଶୀର୍ବାଦର ପାତ୍ର, ତୁମ୍ଭେ ମହତ୍ କର୍ମ ସକଳ କରିବ, ଆଉ ତୁମ୍ଭେ କୃତ କାର୍ଯ୍ୟ ହେବ। ତିନି ଗୋଟି କଥା ସେଠାରେ କହୁଛନ୍ତି। ପ୍ରଭୁଙ୍କ ଦାସ ରୂପେ ମୁଁ ଆପଣମାନଙ୍କୁ କହୁଅଛି, ଆପଣ ଆଶୀର୍ବାଦର ପାତ୍ର। ଭାଇ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଭଉଣୀ, ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ପୁଅ, ପରମେଶ୍ୱର ଆଶୀର୍ବାଦ କରନ୍ତୁ। ଝିଅ, ଈଶ୍ୱର ମଙ୍ଗଳ କରନ୍ତୁ। ତୁମ ଉପରେ ଆଶୀର୍ବାଦ ବର୍ତ୍ତୁ। ଆପଣ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, ପ୍ରେମ କରନ୍ତି, ଏଣୁ ନିଶ୍ଚୟ ମଙ୍ଗଳ ଘଟିବ। ଆପଣ ଚିନ୍ତା କରୁଛନ୍ତି ନା ଆଶୀଷ ନାହିଁ କହି? ଏଣୁ ଈଶ୍ୱରଙ୍କ ବାକ୍ୟ ଆଜି ଆପଣଙ୍କ ପାଇଁ। ଆପଣଙ୍କ ଜୀବନରେ ଆଶୀର୍ବାଦ ଆପଣଙ୍କୁ ମିଳିବ। ଆପଣ ମହତ୍ କର୍ମ ତାଙ୍କ ପାଇଁ କରିବେ। ଯଦି ଆପଣ ପାଠ ପଢ଼ୁଛନ୍ତି, ନିଶ୍ଚୟ ଆପଣ ବୃହତ୍ କାମ କରିବେ। ଯଦି ବ୍ୟବସାୟ କରୁଛନ୍ତି, ନିଶ୍ଚୟ ସେଥିରେ ବଡ଼ ବଡ଼ କାର୍ଯ୍ୟ ଦେଖିବେ। ଯଦି ସେବା କାର୍ଯ୍ୟରେ ଅଛନ୍ତି, ପରମେଶ୍ୱର ନିଶ୍ଚୟ ବଡ଼ ସକଳ କାର୍ଯ୍ୟ ଆପଣଙ୍କ ପାଇଁ ନିଶ୍ଚୟ କରିବେ। ସେ ମହାନ ଜିହୋବା ଅଟନ୍ତି। ଆପଣଙ୍କ ସହିତ ସେ ଅଛନ୍ତି। ଆପଣ ବିଶ୍ୱାସରେ ରୁହନ୍ତୁ। ପରମେଶ୍ୱର ନିଶ୍ଚୟ ଆପଣଙ୍କ ଦ୍ୱାରା ବୃହତ୍ ମହତ୍ କାର୍ଯ୍ୟ ସବୁ କରିବେ। ଆଜି ଆମେ ପରମେଶ୍ୱରଙ୍କୁ କହିବା, ହେ ପ୍ରଭୁ, ମୁଁ ଆଶୀର୍ବାଦର ପାତ୍ର ପାତ୍ରୀ ଅଟେ। ଆପଣ କୁହନ୍ତୁ, ମୁଁ ଯୀଶୁଙ୍କ ନାମରେ ମହତ୍ କର୍ମ ସବୁ କରିବି, ଏହା ମୁଁ ବିଶ୍ୱାସ କରୁଅଛି। ଆଜି ଈଶ୍ୱରଙ୍କ ପ୍ରତିଜ୍ଞା ଆପଣଙ୍କ ପାଇଁ। ଆପଣ ଆହୁରି ଅଧିକ ଉଚ୍ଚତମ ସ୍ଥାନକୁ ଯିବେ। ଆହୁରି ଜୀବନରେ ଆପଣ ପ୍ରଗତି ଦେଖିବେ। ମଙ୍ଗଳଦାନ ଆପଣଙ୍କ ଜୀବନରେ ଆସିବ। ଏ ସକଳ ବିଷୟ ମନେ ପକାଇ ପରମେଶ୍ୱରଙ୍କୁ ସ୍ତୁତି କରୁ। ପରମେଶ୍ୱର ମୋତେ ଆଶୀର୍ବାଦ କରିଛନ୍ତି। ମୁଁ ଆଶୀର୍ବାଦ ପାଇଛି ମହତ୍ କର୍ମ ସକଳ କରିବା ପାଇଁ। ପରମେଶ୍ୱର ମୋ ଜୀବନରେ ବହୁତ ଆଶୀର୍ବାଦ, ଉନ୍ନତି, ପ୍ରଗତି ଦେବାକୁ ଯାଉଛନ୍ତି। ଆମକୁ ଆଶୀର୍ବାଦ କରିବା ପାଇଁ ପ୍ରଭୁ ଯୀଶୁ କ୍ରୁଶ ଉପରେ ଚଢ଼ିଲେ, ଆମ ନିମନ୍ତେ ଦୁଃଖ ସହିଲେ। ତାହାଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେ ସକଳ ଆଶୀର୍ବାଦ ଆମ ଜୀବନରେ ସେ ନିଶ୍ଚୟ ଦେବେ। ବିଶ୍ୱାସ ଦ୍ୱାରା ବକ୍ଷରେ ହସ୍ତ ରଖି ସତ୍ୟ ହୃଦୟରେ ପରମେଶ୍ୱରଙ୍କୁ କହିବା, ଯୀଶୁଙ୍କ ନାମରେ ମୋ ଆଶୀର୍ବାଦର ପାତ୍ର ଅଟେ। ଯୀଶୁଙ୍କ ନାମରେ ମୋ ଆଶୀର୍ବାଦର ପୁତ୍ରୀ ଅଟେ। ଯୀଶୁଙ୍କ ନାମରେ ଆଗାମୀ ଦିନମାନଙ୍କରେ ମୁଁ ବହୁତ ବଡ଼ ଆଶୀର୍ବାଦ ସକଳ ଜୀବନରେ ନିଶ୍ଚୟ ଦେଖିବି। ଯୀଶୁଙ୍କ ନାମରେ ଏ ସକଳ ଆଶୀର୍ବାଦକୁ ମୁଁ ଘୋଷଣା କରୁଛି, ଏହା ମୁଁ ପାଇବି। ଆମେନ୍, ଆମେନ୍।